আরে ভবানী নানা কেবে আসিলু? আরে প্রজন না এই দিদিন ହେଲା ଆସିଲି ଆଉ କ'ଣ ଖବର କହ? ଆଉ ସବୁ ଭଲ ନାନା। ତୋର ରିଟାୟାରମେଣ୍ଟ କେବେ ଅଛି ନାନା? ରିଟାୟାରମେଣ୍ଟ ତ ମୁଁ ହେଇଗଲି। ନା ଅବସର ନେଇଗଲୁ? କାହିଁ ଅବସର ହେଲା ବେଳେ ଦୁସୁନୁ ତ? ମୋ ପିଲାବେଳେ ସ୍କୁଲରେ ବୟସ ଅଧିକା ପଡ଼ିଯାଇଥିଲା, ସେଥିପାଇଁ ମୁଁ ଜଲ୍ଦି ରିଟାୟାରମେଣ୍ଟ ହେଇଗଲି। ଓହୋ ଏମିତି କଥା। ହେଲେ ତୁ ଏବେ ଗାଁରେ ରହିବୁ ନା ସହରରେ ରହିବୁ? ମୋର ଏବେ ସହରରେ କିଏ ଅଛି? ନା ମୁଁ ସେଠି ଜାଗା କିଣିଛି, ମୁଁ ଏଠି ହିଁ ରହିବି। ହେଲେ ଆମେ ସାଙ୍ଗ ହେଇକି ବୁଲିବା, ଗପ କରିବା, ବସିବା। ନା କ'ଣ ବ୍ୟସ୍ତ ଅଛୁ? ନା ସେମିତି କିଛି କାମ ନାହିଁ। ତାହେଲେ ଆଜିବା ଟିକେ ବସିବା। ଏଠି ବସିବା। ମୁଁ ଏବେ ବାହାରିଥିଲି ରାଜମିସ୍ତ୍ରୀ ଖୋଜିବା ପାଇଁ। ମୋ ପୌତ୍ର ଘରଟା ବହୁତ ବର୍ଷ ରିପେୟାର ତୁ ହେଇନି। ମିସ୍ତ୍ରୀ ଖୋଜୁଥିଲୁ? ହରି ମିସ୍ତ୍ରୀ ସାଙ୍ଗେ କଥା ହଉନୁ, ସେ ବହୁତ କମ ଦାମରେ ଭଲ ଘର କରିକି ଦିଏ। ତାର ଫୋନ ନମ୍ବର ତ ପାଖେ ଅଛି? ହଁ ଦଉଛି, ହ୍ୱାଟ୍ସଆପରେ ତୋର ଫୋନ ନମ୍ବର ମୁଁ ପଠେଇ ଦଉଛି। ହଁ ପଠେଇଦେ। ପଠେଇଦେଲି। ତ ପୁଅ ଝିଅ କ'ଣ କରୁଛନ୍ତି? ବର୍ତ୍ତମାନ ପୁଅଟା ତାର ପାଠ ସରେଇକିନା ଟିଚରସିପରେ ଜଏନ୍ କରିଛି, ଆଉ ଝିଅର ପାଠ ସରିଗଲାଣି। ମୁଁ ଭାବୁଛି ତାକୁ ବାହା କରିଦେବି ବୋଲି। ଝିଅକୁ ବାହା କରିଦେବୁ? ହଁ। ଝିଅର ବୟସ କେତେ ହେଲାଣି? ଝିଅର ବର୍ତ୍ତମାନ ବୟସ 21 ହେଇଗଲାଣି। 21 ହେଲାଣି? ତୋର ମନେ ଥିବ ତ କିଶୋର ଭାଇ ଆମଠାରୁ ବଡ଼, ସିଏ ଓକିଲାତି କରନ୍ତି। ହଁ ମନେ ପଡୁଛି। ମନେ ପଡ଼ିଲା? ତାଙ୍କର ପୁଅଟିଏ ଅଛି, ଏ ଗାଗନାପୁରରେ ସିଏ ଶିକ୍ଷକ ଅଛି। ସେ ପ୍ରସ୍ତାବ ପକେଇଥିଲେ ଭଲ ହୁଅନ୍ତା। ହଁ ଭଲ ହୁଅନ୍ତା। ଟିକେ ଚେଷ୍ଟା କରି ଦେଖେ। ହଉ କଥା ହେବି। ତ ଝିଅର ଫଟୋ ଆଉ ଜାତକଟା ଟିକେ ଦେବୁ ଭାଇ। ହଉ ନିଶ୍ଚୟ। ହଉ ଭାଇ, ବହୁତ ସମୟ ହେଇଗଲା, ଚାଲେ ଯିବା। ହଉ ଚାଲ ନିଶ୍ଚୟ ଯିବା। ଏଇଟା ଏକା ଭବାନୀ ଘର ଭାଇନା, କିଶୋର ଭାଇନା। ଆସନ୍ତୁ ଭାଇନା। ଭବାନୀ ନା ଅଛୁ କି? ହେଠି କିଶୋର ଭାଇନା ଧରିକି ଆସିଲି ରେ। ଓ ବ୍ରଜ ଆସିଲୁ କିରେ? ରେ ଭାଇନା ଭୋଜକୁ ଧରିକି ଆସିଛି ରେ। ନମସ୍କାର। ଆସ ଆସନ୍ତୁ ଭାଇନା ଭୋଜ। ବସନ୍ତୁ। ଇଏ ହଉଛନ୍ତି କିଶୋର ଭାଇନା, ଇଏ ହଉଛନ୍ତି ସବିତା ଭାଉଜ। ଆଙ୍କ ବିଷୟରେ ହିଁ କହୁଥିଲି। ହଁ। ଆଉ ଭାଉଜ କାହାନ୍ତି ରେ? ଭାଉଜ କିଏ ଆସିଛନ୍ତି? ଏମ ଆସମ। ହଁ ଠିକ ଅଛି। କଣ ହେଲା ମ? ମୁଁ ଯୋଉ କହୁଥିଲି ନାଇଁ ମୋ ସାଙ୍ଗ ବ୍ରଜ, ଇଏ କାହା ମୋ ସାଙ୍ଗ ବ୍ରଜ। ଆମ ଗାଁ କିଶୋର ଭାଇ ଆଉ ତାଙ୍କ ୱାଇଫ ଆମ ଝିଅକୁ ଦେଖିବାକୁ ଆସିଛନ୍ତି। ଆଜ୍ଞା ନମସ୍କାର ମ୍ୟାଡାମ, ନମସ୍କାର। ଭାଉଜ ନମସ୍କାର। ଭାଉଜ ଏମ ଚା ପାଣି ବ୍ୟବସ୍ଥା କର, ଆଉ ଝିଅକୁ ଟିକେ ଡାକି ଦିଅ। ଏନା ନା ସେଦିନ ମିସ୍ତ୍ରୀ ପାଖକୁ ଯାଇଥିଲୁ, କ'ଣ କଥା ହେଲୁ? ହଁ ସେଦିନ ଯାଇକି ତା ସାଙ୍ଗେ କଥା ହେଲି। ସେ ଆସିଥିଲା, ଘର ଯାକ ଦେଖେଇକିନା ତାର ହିସାବ ଦେଇକି ଯାଇଛି। ଏଇଟା ନିଅନ୍ତୁ, ମୁଁ ଝିଅକୁ ନେଇକି ଆସୁଛି। ହେଲେ ଘର କାମ ଷ୍ଟାର୍ଟ କଲୁଣି? ହଁ ସେ ଜିନିଷର ଲିଷ୍ଟ ଦେଇଛି। ସେ ଜିନିଷ ଆଇ ପହଞ୍ଚିଲା ପରେ ସେ କାମ ଆରମ୍ଭ କରିବ ବୋଲି କହିଥିଲା। ରଖ ମା ଏଠି। ନମସ୍କାର କରେ। ଝିଅ ଆମା ବସେ। ଝିଅ ତୋର ନାଁ କ'ଣ? ଶିବାନୀ। କ'ଣ ପଢ଼ିଛୁ? +3 କରୁଛି। ଆଚ୍ଛା, ଗ୍ରାଜୁଏସନ୍ ସାରିଛୁ। ହଁ। ଝିଅ ଆମକୁ ମନ ପାଇଛି। ହେଲେ ସବୁ ତ ମନ ପାଇଲା, ହେଲେ ଡେରି କାହିଁକି? ବ୍ରଜ ତ ଜାତକ ଟିପଣା ସବୁ ଦେଇଥିଲା, ଆଉ ମେଳକ ବି ରାଜଜଟକ ହେଇଛି, ଆଉ ଡେରି କାହିଁକି? ତାହେଲେ ବାହାଘର ଡେଟ୍ ବାହାର କରିବା। ଆଉ କ'ଣ କହୁଛନ୍ତି? ଏଇ ସାଙ୍ଗେ ସାଙ୍ଗେ ତ ମୁଁ କରିପାରିବି ନାହିଁ, ଗୋଟେ 2 ମାସ ମୋ ଦରକାର। ମୋ ଘର କାମ ଟିକେ ଚାଲିଛି, ତାକୁ ଦେଖିକି ମୁଁ ବ୍ୟବସ୍ଥା କରି କହିବି। ଠିକ୍ ଅଛି ବ୍ରଜ, ସେ ଭାଇନା। ପୁରୋହିତଙ୍କୁ ଆମର ତିଥି ବାର ଠିକ୍ କରିବା ପାଇଁ କହ। ହଁ ଭାଇନା। ହେଲା, ହଁ ଠିକ୍ ଯେମିତି ଅଛି। ଏଇ ତାଙ୍କର ସୁବିଧା ହେବ, ଆମର ବି ଉଭୟ ପକ୍ଷର ସୁବିଧା ହେବାର ଅଛି। ଆଜ୍ଞା ଭାଇନା। ହେଲା ତ? ଭାଇନା ରାଜ ଜଟକ ପଡିଛି, ଏଇ ଖୁସିରେ ମାତ୍ର ମୁଇଁ 2ଟା ମିଠା ଖାଇବି ନନା। ହଉ ଭାଇ, ଏଟା ତ ତୋ ଘର, କେତେଟା ଖାଉଛୁ ଖା। ତାହେଲେ ଆମେ ଆସୁଛୁ ଆଉ। ହଉ। ହ୍ୟାଲୋ, କିଏ କହୁଛନ୍ତି? ଭବାନୀ ସାର୍ କହୁଛନ୍ତି କି? ହଁ ମୁଁ ଭବାନୀ, କୁହନ୍ତୁ। ଆପଣଙ୍କର 3 ଲକ୍ଷ ଟଙ୍କାର ପ୍ରିମିୟମ୍ ଗୋଟେ ମେଚୁରିଟି ହେଇଯାଇଛି। ଆପଣଙ୍କର କିଛି ଅରିଜିନାଲ୍ ଡକ୍ୟୁମେଣ୍ଟ ରିକ୍ୱାରମେଣ୍ଟ ଅଛି। କାଇଣ୍ଡଲି ଆପଣ ସେ ଅରିଜିନାଲ୍ ଡକ୍ୟୁମେଣ୍ଟ ଗୁଡ଼ାକ ଦେଲେ ଆପଣଙ୍କର ଯାହା ଫଣ୍ଡସ୍ ଅଛି ତା ଆମେ ଟ୍ରାନ୍ସଫର୍ କରିଦେବୁ ବ୍ୟାଙ୍କକୁ। କେତେ କହିଲେ? 3 ଲକ୍ଷ ଟଙ୍କା। 3 ଲକ୍ଷ ଟଙ୍କା? ହେଲେ ସବୁ ଡକୁମେଣ୍ଟ ମୋତେ ଅଫିସରେ ଆସିକି ଦେବାକୁ ପଡ଼ିବ କି? ନା ଅଫିସକୁ ଆସିବାର ଆବଶ୍ୟକ କିଛି ନାହିଁ। ଆପଣଙ୍କର ଯେକୌଣସି ଡକ୍ୟୁମେଣ୍ଟ ଗୁଡ଼ାକ ଦରକାର ଅଛି
সেটা ଆପଣ ଅନଲାଇନ୍ ଦ୍ୱାରା ପଠାଇ ଦିଅନ୍ତୁ। ଆମେ ଭେରିଫିକେସନ୍ କଲା ପରେ ଯାହା ଟଙ୍କା ଆପଣ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦେବୁ। ସାର୍ କୋଉ କୋଉ ଡକୁମେଣ୍ଟ ଆବଶ୍ୟକ? ଆଧାର କାର୍ଡ଼ ଆଉ ସେ ବ୍ୟାଙ୍କ ପାସବୁକ୍ର ଫାଷ୍ଟ ପେଜ୍। ଓହୋ, ବ୍ୟାଙ୍କ ପାସବୁକ୍ର ଫ୍ରଣ୍ଟ ପେଜ୍ ଆଉ ଆଧାର କାର୍ଡ଼ଟା। ହଉ ସାର୍, ମୁଁ ଅନଲାଇନ୍ ପଠାଇ ଦେଉଛି, ଟିକେ ଜଗନ୍ତୁ। ହଁ 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 ସାର୍ ଦେଖନ୍ତୁ ସାର୍, ମୁଁ ଅନଲାଇନ୍ରେ ପଠାଇଦେଲି। ହଁ ଦେଖୁଛି ଦେଖୁଛି। ହଁ ପାଇଗଲି, ଧନ୍ୟବାଦ। ହ୍ୟାଲୋ। ଆଚ୍ଛା, ଆପଣଙ୍କ ମୋବାଇଲକୁ ଗୋଟେ କନଫର୍ମେସନ୍ ମେସେଜ୍ ଯାଇଥିବ, ଓଟିପି ଯାଇଥିବ। ସେ ଓଟିପିଟା ଦେଲେ। କ'ଣ OTP? ହଁ ଦେଖୁଛି ଦେଖୁଛି। ହଁ ସାର୍ ଲେଖନ୍ତୁ 4613। ହଁ କେତେ କହିଲେ ନମ୍ବରଟା? ସାର୍ 4613 ସାର୍। 4613 4613। ଧନ୍ୟବାଦ। ହଉ ହେଲା, ମୁଁ ରହୁଛି। ଆଉ ଆପଣଙ୍କର ଯାହା ଟଙ୍କା ଆପଣ ଆକାଉଣ୍ଟକୁ ଟ୍ରାନ୍ସଫର୍ ହେଇଯିବ। ହଉ, ବହୁତ ଭଲ। ଆରେ ଆରେ ଇଏ କ'ଣ ହେଉଛି? ମୋ ପାସବୁକ୍ରୁ ଟଙ୍କା ଯାକ କଟି ଯାଉଛି। ଏତେ ଗୁଡ଼ିଏ ଟଙ୍କା କଟିଗଲାଣି। କ'ଣ ମୁଁ ଫ୍ରଡ୍ ହେଇଗଲି? ହେ ଭଗବାନ, ଏବେ କ'ଣ କରିବି ମୁଁ? ସାର୍ ନମସ୍କାର ସାର୍। ନମସ୍କାର ନମସ୍କାର। ବସନ୍ତୁ ବସନ୍ତୁ। କ'ଣ ହେଲା କୁହ? ସାର୍ ମୁଁ ଫ୍ରଡ୍ର ଶିକାର ହୋଇଯାଇଛି। ଫ୍ରଡ଼ର ଶିକାର ହେଇଗଲେ କେମିତି? ସାର୍ ମୋତେ ଗୋଟେ ଲାଇଫ୍ ଇନ୍ସୁରାନ୍ସ କମ୍ପାନୀର ଫୋନ୍ ଆସିଥିଲା। ସେ କହିଲା ତୁମ ପ୍ରିମିୟମ୍ ମେଚ୍ୟୁର୍ଡ ହେଇଯାଇଛି, ତା'ର 3 ଲକ୍ଷ ଟଙ୍କା ହୋଇଛି, ସେଥିପାଇଁ ଆପଣଙ୍କୁ ଅନଲାଇନ୍ ଡକୁମେଣ୍ଟ ଦେବାକୁ ପଡ଼ିବ। ସେ ମାଗିବା ପ୍ରକାରେ ମୁଁ ତା'ର ସବୁ ଯାକ ଅନଲାଇନ୍ ଡକୁମେଣ୍ଟ ଯାକ ଦେଇଥିଲି। ସେଥିରେ ମୁଁ ଫ୍ରଡ୍ର ଶିକାର ହେଇଯାଇଛି ସାର୍। ଆଚ୍ଛା, ଯେଉଁ ନମ୍ବରରୁ କଲ୍ ଆସିଥିଲା କାହିଁ ସେଇ ନମ୍ବର ଟିକେ ଦେଲ। ସାର୍ ସାର୍ 943 943 20 20 70 70 98। 98। ଠିକ୍ ଅଛି, ଏଇ ନମ୍ବରଟାକୁ ଆମେ ଟ୍ରାକ୍ କରିବୁ। ଆଚ୍ଛା, ଆପଣଙ୍କ ଆକାଉଣ୍ଟରୁ କେତେ ଟଙ୍କା ଫ୍ରଡ୍ ହେଇଛି? ସାର୍ ମୋ ପାସବୁକ୍ରୁ 3 ଲକ୍ଷ ଟଙ୍କା ଫ୍ରଡ୍ ହେଇଯାଇଛି। ଆକାଉଣ୍ଟରୁ 3 ଲକ୍ଷ ଟଙ୍କା ଫ୍ରଡ୍ ହେଇଛି। ହେଲେ ବ୍ୟାଙ୍କରେ ଏଇ ପାସବୁକ୍ଟାକୁ ଲକ୍ କଲେ? ହଁ ସାର୍, ମୁଁ ବ୍ୟାଙ୍କକୁ ଯାଇକି ମୋ ପାସବୁକ୍ଟା ଲକ୍ କରିଦେଇଛି। ବହୁତ ଭଲ, ଭଲ କାମଟେ କରିଛନ୍ତି। ଠିକ୍ ଅଛି, ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ କେସ୍ଟାକୁ ଆମେ ସାଇବର ସେଲ୍କୁ ପଠାଇ ଦେଉଛୁ, ଯେମିତିକି ଆପଣଙ୍କର ଫ୍ରଡ୍ ହେଇଥିବା ଟଙ୍କାଟା ଶୀଘ୍ର ଫେରି ପାଇବେ। ନା ଭବାନୀ ବସିଛୁ କି? ହେଲେ ମ୍ୟାରେଜ୍ ଡେଟ୍ କେବେ ଫାଇନାଲ୍ କଲୁ ନା? ମ୍ୟାରେଜ୍ ଡେଟ୍ ଜାନୁଆରୀ 8 ତାରିଖରେ ଫାଇନାଲ୍ ହେଲା। ଜାନୁଆରୀ 8 ତାରିଖ ଫାଇନାଲ୍ ହେଲା। ହଁ, ବହୁତ ଭଲ ହେଲା। ଆଉ 4 ମାସ ଅଛି ନାଇଁ କି? ଏତିକି ଭିତରେ ଘର କାମ ମଧ୍ୟ ସରିଯାଇଥିବ। ହଁ, ହେଲେ କ'ଣ କରିବା ଭାଇ, ମୋ ଭାଗ୍ୟଟା ତ ଖରାପ। ଆରେ କ'ଣ ହେଲା ଭାଇ? ମୁଁ ପୁରା ଏକ ଫ୍ରଡ୍ର ଶିକାରରେ ଫସିଗଲି। ଆରେ କି ଫ୍ରଡ୍ ଭାଇ? ଜଣେ ଅନଲାଇନ୍ରେ ଇନ୍ସୁରାନ୍ସ ବାଲା ମୋତେ ଫୋନ୍ କରିଥିଲା, ଏ ତୁମର ଇନ୍ସୁରାନ୍ସ ଯାକ ମେଚ୍ୟୁର୍ଡ ପାଇଯାଇଛି, ହଁ ତୁମର କିଛି ଡକୁମେଣ୍ଟସ୍ ଦିଅ ବୋଲି କହିଲା। ମୁଁ ତା ଭରସାରେ ଯାହା ଯାହା ଡକୁମେଣ୍ଟ ମାଗିଲା ମୁଁ ଦେଲି। ସେ ଗୋଟେ ମୋତେ OTP ପଠାଇଲା, ସେ OTPଟା ମୁଁ ତାକୁ ଦେଲି, ଯେଉଁଥିରେ ମୁଁ ଫ୍ରଡ୍ର ଶିକାର ହେଇଯାଇଛି। ମୋର 3 ଲକ୍ଷ ଟଙ୍କା ଖଣ୍ଡେ ମୋର ଆକାଉଣ୍ଟରୁ କଟିଯାଇଛି। ମୋ ଫ୍ରଡ୍ ଆକାଉଣ୍ଟ ହେଇଯାଇଛି? ପୁରା ଖାଲି ହେଇଗଲା। ହେଲେ କ'ଣ କଲୁ ଭାଇ? ଫ୍ରଡ୍ ହେଲା ପରେ ମୁଁ ବ୍ୟାଙ୍କକୁ ଯାଇ ମୋର ଆକାଉଣ୍ଟଟାକୁ ଲକ୍ କଲି, ଆଉ ପୋଲିସ ଷ୍ଟେସନ ଯାଇ ଗୋଟେ FIR ଦେଇଛି। ପୋଲିସ ବାଲା କହିଲେ ଯଥାଶୀଘ୍ର ସେଇ ଫ୍ରଡ୍ ଲୋକଙ୍କୁ ଧରିକିନା ତାଙ୍କ ଟଙ୍କାକୁ ରିକଭରି କରି ମୋତେ ଫେରାଇବା ବ୍ୟବସ୍ଥା କରିବି ବୋଲି କହିଲେ। ହେଲେ ଚିନ୍ତା କରନା ଭାଇ, ଘର କାମ ବି ଚାଲୁ, ଝିଅର ବାହାଘର ବି କରିବା। ଘର କାମ ପାଇଁ ଯାହା ଯାବତୀୟ ଜିନିଷ, ଗୁଡ଼ି ମାଟି ବାଲି ଇଟା ସିମେଣ୍ଟ ରୋଡ଼ ସବୁ ମୁଁ ବକେୟାରେ କରିଦେବି ଭାଇ। ଠିକ୍। ଆଉ ଝିଅ ପାଇଁ ଯାହା ଦରକାର ସେ ସବୁ ଜିନିଷ ମଧ୍ୟ ମୁଁ ବକେୟାରେ ସବୁ ଯୋଗାଡ଼ କରିଦେବି ଭାଇ। ବହୁତ ଭଲ ହେଇଥାନ୍ତା। ଆଉ ପୋଲିସ ତା କାମ ସିଏ କରୁ, ସେ ଫ୍ରଡ୍ ପଇସା ସେ ଯେତେବେଳେ ଆସିବ ତାପରେ ଆମେ ସବୁ ତା ବ୍ୟବସ୍ଥା କରିବା। ମୁଁ ବହୁତ ଚିନ୍ତାରେ ରହିଯାଇଥିଲି, ଏ କେମିତି କାମ ମୁଁ ଉଠେଇବି, ମୁଁ ଘର କାମ କେମିତି କରିବି ବୋଲିକିନା ମୋ ଟଙ୍କା ସବୁ ଫ୍ରଡ୍ ହେଇଯାଇଛି ଭାଇ। ନା ମୁଁ ସାହାଯ୍ୟ କରିବି ଭାଇ, ଘର କାମ ସାହାଯ୍ୟ କରିବି, ଝିଅର ବାହାଘର ବି ସାହାଯ୍ୟ ହବ। ସିଏ କ'ଣ ମୋ ଝିଅ ନାହିଁ, ତା ବାହାଘର ପାଇଁ ସମସ୍ତ ପ୍ରକାର ସାହାଯ୍ୟ ମୁଁ କରିବି ଭାଇ। ବହୁତ ବହୁତ ଧନ୍ୟବାଦ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ତୋ ଭଳିଆ ସାଙ୍ଗ ସମସ୍ତଙ୍କୁ ମିଳୁ। ଭାଇ ଠିକ୍ ଅଛି ଭାଇ, ଭଗବାନ ବଡ଼ ଲୋକ, ଭଗବାନ ଉପରେ ଭରସା ରଖେ। ଝିଅର ବାହାଘର ଘର କାମ ବି ସବୁକିଛି ଠିକ୍ ସମୟରେ ସିଏ ହିଁ ସମାଧାନ କରିଦେବେ ଭାଇ। ହଉ। ମନ ଦୁଃଖ କରେ ନା ଭାଇ, ତୋ ସାଥିରେ ମୁଁ ସବୁବେଳେ ଅଛି, ଆଗେଇ ଚାଲ। ମୁଁ ଆସୁଛି ଭାଇ। ହଁ ଭାଇ।